ଆଃ 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 ମୋ ପେଟ ମୋତେ ମୁଠାଏ ଖାଇବାକୁ କିଏ ଦିଅ। ମୋ ପେଟ ଆଃ ଆଃ ଆରେ ଇଏ କିଏ ମନ୍ଦିର ଆଗରେ ଗଡ଼ିକି ଏମିତି ଚିତ୍କାର କରୁଛି? ଦୁଃଖୀଟେ ହୋଇଥିବ ବୋଧେ, ଭୋକ ସମ୍ଭାଳି ପାରୁନି। ଚାଲ ପଚାରି ବୁଝିବା। କଣ ହେଇଛି ତମର? ଏତେ ଜୋରେ ପାଟି କାହିଁ କରୁଛ? ଭୋକ ଲାଗୁଛି, ମୋତେ ମୁଠାଏ ଖାଇବାକୁ ଦିଅ। ହଉ ହଉ, ଦିଆହବ। ଉଠ ବସ। ଠିକ ଅଛି, ତମେ ଏଇଠି ବସ, ମୁଁ ଯାଇ ଦେଖେ ମନ୍ଦିରରେ କଣ ଅଛି। ଯାହା ଥିବ ମୁଁ ତମ ପାଇଁ ଖାଇବାକୁ ନେଇ ଆସିବି। ତମ ଘର କୋଉଠି ମଉସା? ଜାଣିନି। ଏଇ ଗାଁରେ ଆଉ ଏ ମନ୍ଦିର ପାଖରେ କେମିତି ଆସିକି ପହଞ୍ଚିଲ? ମହାପ୍ରଭୁ ଜଗନ୍ନାଥଙ୍କୁ ଖୋଜି ଖୋଜି 10 ରାତି 10 ଦିନ ହେଲା ମୁଁ ଚାଲୁଥିଲି। ଯାହା ଯୋଉଠି ଯେତେବେଳେ ମିଳିଲା ଖାଇ ଦଉଥିଲି। ହେଲେ ଗଲା 2 ଦିନ ହେଲା କିଛି ଖାଇବାକୁ ମିଳିଲାନି। ଜଗତ ଠାକୁରଙ୍କୁ କରୁଣ ଚିତ୍କାର କରି ଡାକିଲା ପରେ ଏଇ ମନ୍ଦିରର ଘଣ୍ଟି ଦୂରରୁ ଶୁଭାଗଲା। କାଲି ପହଡ଼ ପଡ଼ିବା ପୂର୍ବରୁ ଆସି ଏଠି ପଡ଼ିଛି ଯେ ପଡ଼ିଛି। ତାପରେ ଭୋକରେ କେତେବେଳେ ଯେ ମୋ ହୋସ ଉଡ଼ି ଯାଇଛି ମୁଁ ନିଜେ ବି ଜାଣିନି। ଏଇ ନିଅ, ଖାଇଦିଅ। ଓହୋ, ଏତେ ଦିନ ଭୋକରେ ମୋ ଦେହ କଣ କଣ ହେଇଯାଉଥିଲା। ତମର କଣ ହେଇଛି ମଉସା? ଜୀବନରେ ଏମିତି କଣ କରିଥିଲ ଯେ ଆଜି ତମର ଏଇ ଅବସ୍ଥା? ଜଗନ୍ନାଥଙ୍କୁ ଖୋଜୁଥିଲି। ଜଗନ୍ନାଥଙ୍କୁ ଖୋଜୁଥିଲ? ହେଲେ କାଳିଆ ତ ତାର ଭକ୍ତଙ୍କୁ କଷ୍ଟରେ ରଖେନି। ରଖେ, ଯେ ପର୍ଯ୍ୟନ୍ତ ସେ ତୁମ ମୋହ ମାୟା ସଂସାରକୁ ସମୂହ ଭାବେ ନଷ୍ଟ ନ କରିଦେଇଛି ସେ ପର୍ଯ୍ୟନ୍ତ ସେ ତୁମକୁ ତାର ଅନନ୍ୟ ଭକ୍ତମାନଙ୍କ ଭିତରେ ଗଣିବନି। ହେଲେ ତମ ସହିତ କଣ ହେଇଥିଲା ମଉସା, ସେଇଟା ତ କୁହନ୍ତୁ। ହଁ, ଚିତ୍ରକର ଥିଲି ମୁଁ। ଗାଁ ଗାଁ ବୁଲି କେବଳ ଜଗନ୍ନାଥଙ୍କର ଚିତ୍ର ଆଙ୍କୁଥିଲି। ଯାନିଯାତ ହେଉ, ବାହାଘର ହେଉ, ଅବା କେଉଁ ମେଳା ମହୋତ୍ସବ ହେଉ, ଯାହାର ଯେଉଁଠି ଯେମିତି ଦରକାର ଥିଲା ସେଇମିତି ଯାଇ ଜଗନ୍ନାଥଙ୍କର ଚିତ୍ର ଆଙ୍କୁଥିଲି। ଆଉ ମୋ ମନ ମସ୍ତିଷ୍କରେ ସବୁବେଳେ ସେଇ ଜଗନ୍ନାଥ ମହାପ୍ରଭୁ ହିଁ ରହୁଥିଲେ। ଲୋକମାନେ ଚିତ୍ର ଦେଖି ଏମିତି କହୁଥିଲେ ଯେମିତି ରତ୍ନ ସିଂହାସନରୁ ଉଠି ମହାପ୍ରଭୁ ସିଧା କାହା ଠାକୁର ଘର କାନ୍ଥ ଅବା କେଉଁ ମନ୍ଦିର ପାର୍ଶ୍ୱରେ ବିରାଜମାନ ହୋଇଛନ୍ତି। ହେଲେ ହେଲେ କଣ ହେଲା? କାନ୍ଦନି, କୁହ। ହେଲେ ମୋ ସ୍ତ୍ରୀକୁ ଏସବୁ ପସନ୍ଦ ନଥିଲା। ତାକୁ କେବଳ ପଇସା ଦରକାର ଥିଲା। ରଙ୍ଗ ତୁଳିର ଖେଳରେ ସେତେ ପଇସା ନଥିଲା, ହେଲେ ସେଥିରେ ଭକ୍ତି ଥିଲା। ମୋ ମହାପ୍ରଭୁ ଜଗନ୍ନାଥ ଥିଲେ। ନୀତି ତାଙ୍କୁ ମୋ ମନ ଭିତରେ ମୁଁ ଜପୁଥିଲି, ଆବାହନ କରୁଥିଲି, ଆଉ ଖୋଲା କାନ୍ଥର ଦେହରେ ତାଙ୍କୁ ସଜାଇ ଦଉଥିଲି। ଯିଏ ଯାହା ପଇସା ଦଉଥିଲା ସେତିକିରେ ମୁଁ ଖୁସି ଥିଲି। ହେଲେ ତା ମନ ଜମା ଖୁସି ନଥିଲା। ତାକୁ ବହୁତ ପଇସା ଦରକାର ଥିଲା, ଆହୁରି ପଇସା। ଆଉ ତାପରେ ତାପରେ କଣ ହେଲା? ଆଉ ତାପରେ କଣ ହେବ? ଆରମ୍ଭ ହେଲା ପ୍ରତାରଣା। ଭକ୍ତ ଆଉ ଭଗବାନଙ୍କ ନିତ୍ୟ ମିଳନରେ ହେଲା ବାଧାପ୍ରାପ୍ତ। ମୁଁ ଶାନ୍ତ ରହିପାରିଲିନି, ବିଦ୍ରୋହ କଲି। ମୋ ରଙ୍ଗ ତୁଳି ସବୁକୁ ଲୁଚେଇ ଦିଆଗଲା। କୋଉ ଗୋଟିଏ ଗୁଣିଆଠୁ କଣ ଔଷଧ ଆଣି ମୋତେ ଖାଇବାରେ ମିଶାଇ ମୋତେ ପାଗଳ କରି ଦିଆଗଲା। ପାଗଳ। ହେଲେ ମୁଁ ପାଗଳ ନୁହଁ। ମୋ ତନ ମନ ଜୀବନରେ ଏବେ ବି ଜଗନ୍ନାଥ ଅଛନ୍ତି।
ହେଲେ ମୁଁ ବୁଝିପାରୁନି ଜଗନ୍ନାଥ ମତେ ଏତେ କଷ୍ଟ କାହିଁକି ଦଉଛନ୍ତି। ମହାପ୍ରଭୁ ତାଙ୍କର ବିଶେଷ ଭକ୍ତମାନଙ୍କୁ ଏମିତି ଅନେକ କଷ୍ଟ ଦେଇଥାନ୍ତି, ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରେଇଥାନ୍ତି ଏବଂ ସବୁ ପରୀକ୍ଷାରେ ଯେ ଉତ୍ତୀର୍ଣ୍ଣ ହୋଇଯାଏ ତାକୁ ହିଁ ସେ ନିଜର ଶରଣକୁ ନେଇଯାଆନ୍ତି। ହେଲେ ମଉସା ଆପଣଙ୍କ ସ୍ତ୍ରୀଙ୍କର କ'ଣ ହେଲା? କ'ଣ ହବ, ଦିନେ ସକାଳୁ ଉଠିଲା ବେଳକୁ ସ୍ତ୍ରୀ ଆଉ ନାହିଁ। ଘରୁ ବାହାରି ଆସେ ତ ଦାଣ୍ଡ ଦୁଆରେ ସାଇ ଭାଇ କେତେ କ'ଣ କଥା ହେଉଛନ୍ତି। ସେମାନେ କଥା ହେଉଥିଲେ ମୋ ସ୍ତ୍ରୀ ଆଉ କାହା ସହ ପଳାଇଛି। ସେଇଦିନଠୁ ମୁଁ ଆଉ ମୋ ସ୍ତ୍ରୀକି ଖୋଜିଲିନି। ମୁଁ କେବଳ ଖୋଜୁଛି ମୋ ଜଗନ୍ନାଥଙ୍କୁ। କେମିତି ଆଉ କୋଉଠି ମିଳିବେ ମୋ ଜଗନ୍ନାଥ? ଜଗନ୍ନାଥ ତୁମ କର୍ମରେ ମିଳିବେ, ତୁମ ଭାବନାରେ ମିଳିବେ, ତୁମ ଖୋଜିବାର ବଢ଼ୁଥିବାର ଆଶାରେ ମିଳିବେ, ନ ପାଇବାର ନିରାଶାରେ ମିଳିବେ, ତୁମ ଲୁହର କୋହରେ ମିଳିବେ, ଭୋକର ଭୟରେ ମିଳିବେ। ଖୋଜି ଚାଲ, ଜଗନ୍ନାଥ ନିଶ୍ଚୟ ମିଳିବେ। ହେଲେ କେମିତି ଖୋଜିବି? ଆଉ କ'ଣ କଲେ ମୁଁ ଜଗନ୍ନାଥଙ୍କୁ ପାଇବି? ଯାହା କରୁଥିଲ ସେଇଆ କର, ଚିତ୍ର କର, ଜଗନ୍ନାଥଙ୍କର ଚିତ୍ର କର। ମୁଁ ତୁମକୁ ତୁଳି ଆଉ ରଙ୍ଗ ଦେବି, ତୁମେ ଚିତ୍ର କର। ସେହି ଜଗନ୍ନାଥଙ୍କ ଚିତ୍ର କର, ସେ ହିଁ ତୁମକୁ ଏ ଜଗତରୁ ଉଦ୍ଧାର କରିବେ। କାହିଁକି ସେ ବୁଢ଼ା ଲୋକଟିକୁ ଏତେ କଷ୍ଟ ଦଉଛ? ବିଚାରା ସର୍ବହାରା ହେଇ କେବଳ ତମକୁ ହିଁ ଖୋଜୁଛି ପ୍ରଭୁ। ତୁମର ଆସିବା ବାଟକୁ ଚାହିଁ ରହିଛି ପ୍ରଭୁ। ତାକୁ ଆଉ କଷ୍ଟ ଦିଅ ନାହିଁ, ତାକୁ ଦର୍ଶନ ଦିଅ ପ୍ରଭୁ, ତାକୁ ଦର୍ଶନ ଦିଅ। ଓହୋ, ଆଉ ପାରିବିନି, ଆଉ ହବନି। ହାତ ଗୋଡ଼ ସବୁ ବିନ୍ଧା ହେଲାଣି। ହେ ପ୍ରଭୁ, ଥକିଗଲୁ କି? କିଏ? ଆରେ କିଏ କିଏ କୋଉଠୁ କଥା କହୁଛ? ମୁଁ ତ ଆଙ୍କିଥିବା ଚିତ୍ର ଭିତରୁ କହୁଛି। ହେଁ, ମୋ କାଳିଆ, ମୋ କାଳିଆ। ତୁ କ'ଣ ମତେ ଏମିତି ଅଧା ଛାଡ଼ିଦବୁ? ମୁଁ ତ ଅଧା ଗଢ଼ା ଦିଅ। ତୁ ମତେ ପୁଣି ଅଧା କରିଦେଲେ ଲୋକେ ପୁଣି ମତେ ଖଣ୍ଡିଆ ଠାକୁର ବୋଲି ଡାକିବେ। ନାଇଁ ନାଇଁ ପ୍ରଭୁ, ମୁଁ ସେମିତି ହେବାକୁ ଦେବିନି। କିଏ କିଏ ଡାକିବ ଆପଣଙ୍କୁ ଖଣ୍ଡିଆ ଠାକୁର? ଆପଣ ତ ମୋ କଳ ଠାକୁର, ଏ ଜଗତର ନାଥ। ମୁଁ ଆଙ୍କିବି ପ୍ରଭୁ, ମୁଁ ଆଙ୍କିବି, ମୁଁ ଆଙ୍କିବି। ହେ ଜଗନ୍ନାଥ, ହେ ଜଗନ୍ନାଥ, ହେ ଜଗନ୍ନାଥ। ଜଗନ୍ନାଥ,
ଜଗନ୍ନାଥ। ନମସ୍କାର। ଆମ ଚ୍ୟାନେଲ ଜଗୁନିକୁ ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ଧନ୍ୟବାଦ। ଆପଣମାନଙ୍କ ସହଯୋଗ ଏବଂ ଶୁଭକାମନା ପାଇଁ ଆମେ ମହାପ୍ରଭୁଙ୍କ ମହିମା ଆପଣଙ୍କ ନିକଟରେ ପହଞ୍ଚେଇ ପାରୁଛୁ। ଜଗୁନି ଚ୍ୟାନେଲକୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚେଇବା ପାଇଁ ଏବଂ ଏହିଭଳି ସୁନ୍ଦର ସୁନ୍ଦର ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ସେୟାର କରି ସବସ୍କ୍ରାଇବ୍ କରନ୍ତୁ। ହଁ, କମେଣ୍ଟରେ ନିଜର ମତାମତ ଦେବା ପାଇଁ ଜମା ଭୁଲିବେନି। ଜୟ ଜଗନ୍ନାଥ।